ଆସରେ ପିଲାଏ ବାକ୍ୟ ଗଢ଼ିବା। ଲଙ୍କାଗଡ଼ର ରାଜା ରାବଣ ଅଟନ୍ତି। ପୂର୍ଣ୍ଣଚ୍ଛେଦ ଗ୍ରାମ ଲୋକଙ୍କ ସହଯୋଗରେ ଢେଙ୍କାନାଳ ରାଜା ପୋଖରୀରୁ ପଙ୍କ ନିର୍ମଳ କଲେ। ପୂର୍ଣ୍ଣଚ୍ଛେଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନ୍ୟ ନାମ ରଙ୍କନିଧି। ପୂର୍ଣ୍ଣଚ୍ଛେଦ ବିଦ୍ୟାଳୟରେ ଶିକ୍ଷକ ଛାତ୍ରମାନଙ୍କୁ କଙ୍କଡ଼ା, ମାଙ୍କଡ଼, ଝଙ୍କଡ଼, ପଙ୍କଜ, ଅଙ୍କୁଶ, ଅଙ୍କୁର, ଆତଙ୍କ ଇତ୍ୟାଦି ଲେଖିବାକୁ କହିଲେ। ପୂର୍ଣ୍ଣଚ୍ଛେଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରର ନାମ ଶଙ୍ଖକ୍ଷେତ୍ର। ପୂର୍ଣ୍ଣଚ୍ଛେଦ ଶଙ୍ଖ ବଜାଇ ଶୁଭ କାର୍ଯ୍ୟ କରାଯାଇଥାଏ। ପୂର୍ଣ୍ଣଚ୍ଛେଦ ପୁରାଣରେ ଶଙ୍ଖାସୁର କଥା ବର୍ଣ୍ଣିତ। ପୂର୍ଣ୍ଣଚ୍ଛେଦ ପଙ୍ଖା ଆଜିକାଲି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହୋଇଗଲାଣି। ପୂର୍ଣ୍ଣଚ୍ଛେଦ ଶୃଙ୍ଖଳା ମଣିଷକୁ ମହାନ କରିଥାଏ।